ଓଡ଼ିଆ ରଚନା ଓଡ଼ିଶାର କୃଷି ଓ କୃଷକ ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରଚନା। ବାରମ୍ବାର ପରୀକ୍ଷାରେ ମଧ୍ୟ ଆସିଛି, ବୋର୍ଡ଼ ପରୀକ୍ଷାରେ ଆସିଛି। କିଭଳି ଲେଖିବା ମୁଁ ସେ ରଚନାର ଗୋଟିଏ ନମୁନା ଦେଉଛି। ଏଭଳି ଆକୁ ପଢ଼ି ଶେଷ ଯାଏଁ ଭଲ ଭାବରେ ପ୍ରାକ୍ଟିସ୍ କଲେ ନିଜେ ମଧ୍ୟ ଲେଖିପାରିବ ମନରୁ। ଠିକ୍ ଅଛି, ଆସ ଦେଖିବା। ଓଡ଼ିଶାର କୃଷି ଓ କୃଷକ ଉପକ୍ରମରେ ଆମେ ଲେଖିବା, ଶ୍ୱାସ ପାଇଁ ମୁକ୍ତ ବାୟୁ ଭଳି ଜୀବନ ଧାରଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟ, ବସ୍ତ୍ର, ବାସଗୃହ ଏସବୁ ମାନବର ତିନି ଗୋଟି ପ୍ରାଥମିକ ଆବଶ୍ୟକତା। ମାନବର ଏହି ମୌଳିକ ଆବଶ୍ୟକତାକୁ ମେଣ୍ଟାଇଥାଏ କୃଷି। ସଭ୍ୟତାର ସଂବାହନରେ କୃଷିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ଭୂମି, ଜଳ, ବାୟୁ ଇତ୍ୟାଦି କୃଷିର ମୌଳିକ ଆବଶ୍ୟକତା। ପ୍ରାକୃତିକ ଅବସ୍ଥିତି ଦୃଷ୍ଟିରୁ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ଏ ରାଜ୍ୟର ଅଧିକାଂଶ ଅଞ୍ଚଳ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ, ଯାହା କୃଷି ପାଇଁ ଉପଯୋଗୀ। ନଦୀ ମାତୃକା ଉତ୍କଳ ଭୂମିରେ ନଦୀ ଜଳ ବାହିତ ଉର୍ବର ମୃତ୍ତିକା, ଗ୍ରୀଷ୍ମର ଧୁ ଧୁ ଖରା, ଆଷାଢ଼ର ଧାରା ବରଷା ଏବଂ ପୌଷର ଶିରିଶିରି ଶୀତ କୃଷି ପାଇଁ ହୋଇଥାଏ ଉପଯୋଗୀ। ଏ ରାଜ୍ୟର ଶିକ୍ଷା ଅଦ୍ୟାବଧି ଆଶାଜନକ ସାଫଲ୍ୟ ଲାଭ କରିନାହିଁ। ଶିଳ୍ପାୟନର ସାମାନ୍ୟ ସ୍ପର୍ଶ ଭିତରେ ଏ ରାଜ୍ୟର ବିପୁଳ ଖଣିଜ ସମ୍ପଦ ଅଦ୍ୟାବଧି ଉପଯୁକ୍ତ ଭାବରେ ଉପଯୋଗ କରାଯାଇପାରିନାହିଁ। ତେଣୁ ଆପାତତଃ 80% ଊର୍ଦ୍ଧ୍ୱ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ୟାକୁ ଆମେ ପିଲାମାନେ ଆମର ଉପକ୍ରମରେ ଲେଖିବା। ଓଡ଼ିଶାର କୃଷି ଓ କୃଷକ ରଚନାର ପରବର୍ତ୍ତୀ ପଏଣ୍ଟରେ ଆମେ ଦେଖିବା କୃଷିଭୂମି ଓ କୃଷିକାର। ଏହି ପଏଣ୍ଟରେ କୃଷିଭୂମି ଓ କୃଷିକାରରେ ଆମେ ଲେଖିବା, ଓଡ଼ିଶାର ଉପକୂଳ ଅଞ୍ଚଳ ଉର୍ବର ମୃତ୍ତିକା ହେତୁ ସୁଜଳା ସୁଫଳା। ମାତ୍ର ଏହାର ପାର୍ବତ୍ୟ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ। ତେଣୁ ଏଠାକାର କୃଷିକାର କେବଳ ଇନ୍ଦ୍ରଙ୍କୁ ବର୍ଷା ପାଇଁ ନିବେଦନ କରନ୍ତି। ସମତଳ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ଜଳ ସହିତ ନଦୀ ଜଳ ଓ କେନାଲ ଜଳର ସୁବିଧା ହେତୁ ବର୍ଷକର ବିଭିନ୍ନ ସମୟରେ ଏଠାରେ କୃଷି କରାଯାଇପାରେ। ତେଣୁ ଓଡ଼ିଶାର ସମତଳ ଅଞ୍ଚଳର କୃଷିଭୂମି ଓ ଜଳ ଯୋଗାଣ ତଥା ଉର୍ବରତା ଦୃଷ୍ଟିରୁ ଉପଯୋଗୀ। ଓଡ଼ିଶାର ମାଳ ଅଞ୍ଚଳ ମୁଖ୍ୟତଃ ଗିରି କାନନ ବେଷ୍ଟିତ ହୋଇଥିବା ହେତୁ ଏଠାରେ ଗିରିଜନମାନେ ପାହାଡ଼ିଆ ଜମିରେ କାଁ ଭାଁ ଚାଷ କରନ୍ତି। ଅଧିକାଂଶ ସମୟ କିନ୍ତୁ ଏମାନେ ବଣିୟଜାତ ପତ୍ର, ଫଳ, ମୂଳ ସଂଗ୍ରହ କରି ଜୀବିକା ଅର୍ଜନ କରନ୍ତି। ମାତ୍ର ସମତଳ ଅଞ୍ଚଳର ଅଧିବାସୀମାନେ କୃଷିକୁ ବୃତ୍ତି କରି ଜୀବିକା ଅର୍ଜନରେ ଲାଗି ପଡ଼ନ୍ତି। ମୌସୁମୀ ବାହିତ ବର୍ଷା ଜଳ ସହିତ ନଦୀ, କେନାଲ ଓ ଉଠା ଜଳସେଚନର ଜଳକୁ ଉପଯୋଗ କରି ଏମାନେ କୃଷି କରନ୍ତି। ମାତ୍ର ଓଡ଼ିଶାର କେତେକ ଭୂମିହୀନ ଲୋକ ଭାଗ ଚାଷ କରି ଚଳନ୍ତି। ଏମାନେ ହେଉଛନ୍ତି ନାମମାତ୍ର ଚାଷୀ। ତଥାପି ଓଡ଼ିଶାର କୃଷକମାନେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ଥିବା ହେତୁ ମୁଖ୍ୟତଃ ପାରମ୍ପରିକ କୃଷି ପ୍ରଣାଳୀ ଅନୁସରଣରୁ ମୁକ୍ତ ନୁହନ୍ତି। ବର୍ତ୍ତମାନର ହିସାବରୁ ଜଣାଯାଇଛି ଯେ ଓଡ଼ିଶାରେ ପ୍ରତିବର୍ଷ 6300 ହେକ୍ଟର ଜମିରେ କୃଷି କରାଯାଉଛି। ଚଳନ୍ତି ଶତାବ୍ଦୀରେ କୃଷିଭୂମିର ହ୍ରାସ ଅତି ବ୍ୟାପକ ହୋଇଛି। ଅର୍ଥାତ୍ ଚାଷବାସ ବା କୃଷି କାର୍ଯ୍ୟ କରିବା ପାଇଁ ଭୂମି ଅଭାବ ରହୁଛି। କାରଣ ଲୋକମାନେ ଘରଦ୍ୱାର କଲେ, କଳକାରଖାନା ନିର୍ମାଣ କଲେ, ରାସ୍ତାଘାଟ କଲେ। ତେଣୁ ଚାଷବାସ କରିବା ପାଇଁ ଚାଷ ଜମି ବା କୃଷି ଭୂମିର ଅଭାବ ଘଟୁଛି ଏବେ। ଏହିଭଳି ଭାବରେ ଏ ପଏଣ୍ଟଟିକୁ ଆମେ ଲେଖିବା। ପରବର୍ତ୍ତୀ ପଏଣ୍ଟରେ ଆମେ ଲେଖିବା ଅଖି ମୁଠିରୁ ଖଳା ଉଠା। ଅଖି ମୁଠିରୁ ଖଳା ଉଠା, ଏଥିରେ ଆମେ ଲେଖିବା ବୈଶାଖର ଅକ୍ଷୟ ତୃତୀୟାରେ ଓଡ଼ିଶାର କୃଷକ ବିହନ ଅନୁକୂଳ କରି କ୍ଷେତରେ ବପନ କରେ ପହିଲି ବୀଜ ଅଖି ମୁଠି। ବୈଶାଖ ଜ୍ୟେଷ୍ଠର ମୁଣ୍ଡଫଟା ଖରାରେ ହଳେ ବଳଦକୁ ଅଡ଼ାଇ କାଠ ଲଙ୍ଗଳରେ ଭୂମି କର୍ଷଣ କରେ ଓଡ଼ିଶାର କୃଷକ। ଆଷାଢ଼ର ପହିଲି ବର୍ଷାପାତରେ ବୁଣା ଧାନ ସବୁ ଗଜୁରି ଉଠିଲେ କୃଷକ ମନ ହୋଇଉଠେ ହର୍ଷୋତ୍ଫୁଲ୍ଲ। ଶ୍ରାବଣର ଧାରା ବର୍ଷାକୁ ବେଖାତିର କରି ବିଲରେ ସେ ଆରମ୍ଭ କରିଦିଏ ବୁଆ ବେଉଷଣ। ଶିଶିର ସ୍ନାତ କାର୍ତ୍ତିକରେ ଧାନ ଗଛ ତାର ଫୁଲ ଉଡ଼ାଏ।
ମାର୍ଗଶିରରେ ନଇଁ ପଡ଼େ ଧାନ କେଣ୍ଡା, ପୁଷର ହାଡ଼ଥରା ଶୀତ କିନ୍ତୁ କୃଷକକୁ ଦିଏ ଆମୋଦ। ସକାଳୁ ସଞ୍ଜ ଯାଏଁ ବିଲରେ ପଡ଼ି ଫସଲ କାଟେ, ଗୋମୟ ଲିପିତ ପରିଚ୍ଛନ୍ନ ଖଳାବାଡ଼ିରେ ଜମେଇ ଦିଏ ମଥାର ଧାନ ବୋଝ। ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ଗୁରୁବାର ଝୋଟି ଚିତା ଭିତରେ ଆବାହନ କରେ କୃଷକର ମଣି। ଖଳାରେ ଜମେ ଧାନ ସିସା, କୃଷକ ମନରେ ଜମାଟ ବାନ୍ଧେ ଆଶା ଭରସା ଓ ଆନନ୍ଦ। ଫଗୁଣ ଚୈତର ଉତ୍ତଳା ପବନରେ ଧାନ ଅମଳ କରି ଧାନ ବେଙ୍ଗଳା ପକାଏ। ମେରିପୋତି ଖଳା ଉଠାର ଆମୋଦରେ ମାତି ଉଠେ ଓଡ଼ିଶାର କୃଷକ। ଓଡ଼ିଶାର କୃଷକ ବା ଓଡ଼ିଶାର କୃଷିକାର କଠିନ ଶ୍ରମ, ଅସୀମ ଯାତନା, ଅମାପ ଦୁଃଖ ବେଦନା କଠିନ ଶ୍ରମ, ଅସୀମ ଯାତନା, ଅମାପ ଦୁଃଖ ବେଦନା, ଅଭାବ ଓ ଅନଟନର ତୀବ୍ର ଜ୍ୱାଳା କୃଷକର ଚିର ସାଥୀ। ଶ୍ରମଜୀବୀ ସେ, ମାଟି ସହିତ ସଂଗ୍ରାମ କରି ସୁନା ଫଳାଏ। ହେଲେ ତାର ଶ୍ରମର ଫସଲକୁ ଧ୍ୱଂସ କରିଦିଏ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ଆକସ୍ମିକ ବିପର୍ଯ୍ୟୟ। ଭୂମି ମାଲିକର ତୀବ୍ର ଶୋଷଣରେ ନିଃଶେଷିତ ହୁଏ ତାର ରକ୍ତବିନ୍ଦୁ। ଅଖି ମୁଠିରୁ ଖଳା ଉଠାଯାଏ, ବଞ୍ଚିବା ଭିତରେ ତା ଜୀବନରେ ନଥାଏ କୌଣସି ନିର୍ଦ୍ଧାର୍ଯ୍ୟ ନିଶ୍ଚିତତା। ଏଇଭଳି ଭାବରେ ଅଖି ମୁଠିରୁ ଖଳା ଉଠା ପଏଣ୍ଟକୁ ଆମେ ବ୍ୟାଖ୍ୟା କରିବା। ତାପରେ ଯିବା ନେକ୍ସଟ ପଏଣ୍ଟକୁ। ନେକ୍ସଟ ପଏଣ୍ଟ ହେଉଛି ଆଜିର ବିଜ୍ଞାନ ଆଧୁନିକ କୃଷି। ଆଜିର ବିଜ୍ଞାନ ଆଧୁନିକ କୃଷି ଏ ପଏଣ୍ଟରେ ଆମେ ଲେଖିବା। କୃଷିଭୂମି ସର୍ବେକ୍ଷଣରୁ ଜଣାଯାଇଛି ଯେ ଓଡ଼ିଶାର ଦ୍ରୁତ ଜନସଂଖ୍ୟା ବୃଦ୍ଧି ହେତୁ ବସତି ସ୍ଥାପନ ନିମିତ୍ତ କୃଷିଭୂମି ଉପରେ ନିର୍ମିତ ହେଉଛି ବାସଗୃହ। ଫଳତଃ ଜନସଂଖ୍ୟାର ଆନୁପାତିକ ହାର ଅନୁଯାୟୀ କୃଷିଭୂମିର ହ୍ରାସ ହେତୁ ଓଡ଼ିଶାର କୃଷି ଆଜି ସମସ୍ୟାର ସମ୍ମୁଖୀନ। ସୀମିତ କୃଷିଭୂମିରେ ଅଧିକ ଉତ୍ପାଦନର ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କୃଷିକାରର ପ୍ରାଚୀନ ଓ ପାରମ୍ପରିକ କୃଷି ପ୍ରଣାଳୀ ଆଜି ଅର୍ଥହୀନ। ବିଜ୍ଞାନର ପ୍ରୟୋଗ ଦ୍ୱାରା ଏଣୁ କୃଷିବିଧିର ନବୀକରଣ ଓଡ଼ିଶାର କୃଷି ପାଇଁ ଏକାନ୍ତ ଅବଶ୍ୟମ୍ଭାବୀ। ମାତ୍ର ଓଡ଼ିଶା କୃଷକର ଅଶିକ୍ଷା ତଥା ପୁଞ୍ଜି ବିନିଯୋଗର ଅସାମର୍ଥ୍ୟ ଆଧୁନିକ ପ୍ରଣାଳୀ ଅନୁସରଣରେ ଘୋର ବ୍ୟାଘାତ ସୃଷ୍ଟି କରୁଛି। ବର୍ତ୍ତମାନ ସୀମିତ ଭୂମିରେ ଅଧିକ ଅମଳକ୍ଷମ ବିଶୋଧିତ ବିହନ ବପନ କରି ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ କରିବାର ସମୟ ଆସିଛି। ଆଧୁନିକ କୃଷି ପ୍ରଣାଳୀ ସହିତ କୃଷକମାନଙ୍କୁ ଶିକ୍ଷଣ ଦିଆଯିବା ପାଇଁ ପ୍ରତି ପଞ୍ଚାୟତ ସମିତି ଗୁଡ଼ିକରେ କୃଷି କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। କୃଷକମାନଙ୍କ ସମବାୟ ସମିତି ଓ ବ୍ୟାଙ୍କ ଗୁଡ଼ିକର ସହାୟତାରେ କୃଷି ଋଣ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଛି। ତାପର ପଏଣ୍ଟ କୃଷି ଓ କୃଷକ ପ୍ରୋତ୍ସାହନର ବ୍ୟବସ୍ଥା। କୃଷି ଓ କୃଷକର ଉନ୍ନତି ପାଇଁ ଏବେ ସରକାରଙ୍କ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ହେଉଛି। ଏବେ ସରକାର କୃଷିକୁ ଶିଳ୍ପର ମାନ୍ୟତା ଦେବା ପାଇଁ ଅଗ୍ରସର ହୋଇଛନ୍ତି। କୃଷି ପାଇଁ ଜଳସେଚନ ହେଉଛି ମୁଖ୍ୟ ଉପାଦାନ। ବିଭିନ୍ନ ନଦୀବନ୍ଧ ଯୋଜନା ଓ କେନାଲ ଖନନ ଦ୍ୱାରା ଖରାଦିନେ ମଧ୍ୟ କୃଷିଭୂମିକୁ ଜଳସେଚିତ କରାଯାଇପାରୁଛି। ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ କୃଷିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୃଷି ଜମି କ୍ଷୁଦ୍ର କ୍ଷୁଦ୍ର ଭାଗରେ ବିଭକ୍ତ ହେବାରୁ ସେଗୁଡ଼ିକରେ ଟ୍ରାକ୍ଟର ନେଇ ଭୂମି କର୍ଷଣ କରାଯିବା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଚକବନ୍ଦୀ ଦ୍ୱାରା କ୍ଷୁଦ୍ର କ୍ଷୁଦ୍ର ଜମିକୁ ମିଶାଇ ଗୋଟିଏ ଗୋଟିଏ ବଡ଼ କ୍ଷେତ୍ର ବା ବଡ଼ ଜମି ପ୍ରସ୍ତୁତ କରାଯାଇଛି। ଏହି ଜମିରେ ଟ୍ରାକ୍ଟର ଏବଂ ପାୱାର ଟିଲର ଦ୍ୱାରା ଗଭୀର ଚାଷ କରାଯାଇପାରୁଛି। ଆକାଶବାଣୀ ଏବଂ ଦୂରଦର୍ଶନ ପ୍ରଭୃତିରେ ଗଣମାଧ୍ୟମ ଗୁଡ଼ିକରେ କୃଷି ସୂଚନା, ପାଣିପାଗର ସୂଚନା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଛି। କେଉଁ ଋତୁରେ କିଭଳି ଭାବରେ ଉନ୍ନତ ପ୍ରଣାଳୀରେ କୃଷି କରାଯାଇପାରିବ ଏ ସମ୍ପର୍କୀୟ ବିଧିବଦ୍ଧ ଧାରଣା କୃଷକମାନଙ୍କୁ ଯୋଗାଇ ଦିଆଯାଉଛି। ପଞ୍ଚାୟତ ସମିତି ଓ ଜିଲ୍ଲା କୃଷି କାର୍ଯ୍ୟାଳୟ ମାଧ୍ୟମରେ ଉନ୍ନତ କୃଷି ଉପକରଣ, ବିହନ, ରାସାୟନିକ ସାର ଓ କୀଟନାଶକ ଔଷଧ ଆଦି
कृषक मानक जोगाई देवार व्यवस्था रखाई अछि। एभली भावरे कृषि और कृषक प्रोत्साहन व्यवस्था करा जायछि। तापर पॉइंट रे आमे रखिचे अन्य राज्यर कृषि विधि। पंजाब, हरियाणा, महाराष्ट्र, आंध्र और तमिलनाडु इत्यादि केतेक राज्यर कृषक माने कृषि क्षेत्र में आनीपारिछंती वैप्लविक पदक्षेप। सेमाने वर्ष सारा कृषि भूमि रे करंती विभिन्न फसल। बहु शिक्षित लोके सेठारे कृषि को जीविका रूपे ग्रहण करिसेंती। प्रधान कृषि सहित गोमेषादि पालन, मत्स्य और कुकुड़ा चाष, फल और पनीपरिया चाष द्वारा सेमाने यथेष्ट लाभवान होई पारुछंती। निज राज्यर फल और पनीपरियार चाहिदा मेटाई सेमाने अन्य राज्य को उद्भूत संपद सब रप्तानी करी आर्थिक उन्नति घटाई पारुछंती। सेमाने ओडिशा पई स्वतंत्र उत्साह। ओडिशार कृषक माने और शिक्षित माने आंतरिकतार सहित सेमानक परि परिश्रम कले अंततः ओडिशार भाग्य परिवर्तित होई पारिबो। तेणु आमे अन्य राज्यर उन्नत कृषि प्रणाली को अनुसरण करने उचित हेबो। शेष पॉइंट आम रखीचे कृषि कृषक उन्नति या आम उपसंहार आ शेष कथार नहीं पारिबा। एथिरे आम लिखिबा आम राज्यर कृषि क्षेत्र में आग्रह, उद्यम और आंतरिकतार अभाव हेतु आशाजनक उन्नति होई पारि नहीं। मात्र एपरी अवस्था वैराग्य जर्जरित हेबा असंगत हेबो। एथिपाई सरकारी प्रोत्साहन जेमती आवश्यक सेहीपरि भावरे मध्य कृषक मानकर व्यक्तिगत उद्यम दरकार। उन्नत कृषि पाई कृषक मानक मध्य घोर आग्रह सृष्टि कराइबा दरकार। एथिनिमित्त पंचायत स्तर में कृषि विशेषज्ञ मानक द्वारा कृषक प्रशिक्षण कर्मशालार आयोजन कराइबा निहाती उपयोगी हेबो। कृषि होउछि सभ्यतार मानक, धारक और बाहक। एणु कृषि और कृषकर उन्नति घटाइबा पई समस्ते कर्तव्यनिष्ठ और आग्रही हेबा आवश्यक। एभली भावरे आम ओडिशार कृषि और कृषक रचनाटी को लिखिपारे आठू आहरी सुंदर मध्य हम आउ अधिका किसी भाषा और आलंकारिक शब्द प्रयोग कर तुम मैंने लिखिपार। तेणु ये रचनाटी शेष जाए देख, सांग मानक शेयर कर, भल भाव रचनाटी को मुंडे पूरा बुझ और निजे या ना भल लिखापी